सर्वप्रथमे जीशुଙ୍କ नामରେ ସମସ୍ତଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ଆମେ ମାଥ୍ୟୁ ପୁସ୍ତକ ତାର 7 ଅଧ୍ୟାୟ 7 ଆଉ 8 ପଦର ବାକ୍ୟକୁ କିଛି ଆଲୋଚନା କରିବା। ଏଠାରେ ଲେଖା ହେଇଛି, ମାଗ ସେଥିରେ ତୁମ୍ଭମାନଙ୍କୁ ଦିଆଯିବ, ଖୋଜ ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ, ଦ୍ୱାରରେ ଆଘାତ କର, ତାହେଲେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇ ଦିଆଯିବ। ଏଠାରେ ସ୍ପଷ୍ଟ ଭାବରେ ଆମେ ବୁଝିପାରୁଛୁ ବା ଶିକ୍ଷା ଆମେ ପାଇପାରୁଛୁ, ଯଦି ଆମେ ଯୀଶୁଙ୍କଠାରେ କିଛି ପାଇବା ପାଇଁ ଆମେ ମାଗୁ, ପ୍ରାର୍ଥନା କରୁ, ତାହେଲେ ସେ ଦେବେ। ଯଦି ଆମେ ଆଘାତ କରୁ ଦ୍ୱାରରେ, ତାହେଲେ ଆମମାନଙ୍କ ପାଇଁ ପ୍ରଭୁ ଯୀଶୁ ଦ୍ୱାର ଖୋଲିଦେବେ। ଆଉ ଯଦି ଆମେ ପ୍ରଭୁଙ୍କୁ ଖୋଜିବା, ତାହେଲେ ଆମେ ପ୍ରଭୁଙ୍କୁ ପାଇବା। କାରଣ ଯିଶାୟା ପୁସ୍ତକରେ ମଧ୍ୟ ଲେଖା ହେଇଛି, ଯେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ତାହାଙ୍କର ଅନ୍ୱେଷଣ କର। ବର୍ତ୍ତମାନ ପ୍ରଭୁଙ୍କୁ ଅନ୍ୱେଷଣ କରିବାର ସମୟ ଯେ ଏହା ଜାଣି ଆମେ ତାଙ୍କୁ ଅନ୍ୱେଷଣ କରିବା ଆବଶ୍ୟକ। ବର୍ତ୍ତମାନ ପ୍ରଭୁଙ୍କଠାରେ ଯାହା କିଛି ଆମେ ମାଗିବା ତାହା ଆମେ ପାଇପାରିବା, କିନ୍ତୁ ସମୟ ଆସିବ ଆମକୁ ଦିଆଯିବ ନାହିଁ ବା ଦ୍ୱାର ଖୋଲାଯିବ ନାହିଁ। ମାଥ୍ୟୁ 25 ଅଧ୍ୟାୟ 1-13 ପର୍ଯ୍ୟନ୍ତ ଲେଖା ହେଇଛି 10 କନ୍ୟାଙ୍କ ବିଷୟରେ। ଆଉ 10 କନ୍ୟା, ସେମାନଙ୍କ ମଧ୍ୟରେ 5 ଜଣ ସୁବୁଦ୍ଧି ଥିଲେ ଆଉ 5 ଜଣ ନିର୍ବୁଦ୍ଧି ଥିଲେ। ଯେତେବେଳେ ସେମାନେ ଯାଉଛନ୍ତି, ଏମିତି ସମୟ ଆସିଲା ଯେ ସେମାନଙ୍କଠାରେ ପ୍ରଦୀପ ଅଛି, ପ୍ରଦୀପ ସମସ୍ତଙ୍କର ଜଳୁଛି, ବର ଯେତେବେଳେ ଆସୁଛନ୍ତି ସମସ୍ତେ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ନିର୍ବୁଦ୍ଧିମାନଙ୍କଠାରେ ତୈଳ ଆଉ ଏକ୍ସଟ୍ରା ନାହିଁ। ମାନେ ଏମାନେ ଦୀପ ସହିତ ଆଉ ତୈଳ ମଧ୍ୟ ନେଲେ ନାହିଁ। ଯେତିକି ଦୀପରେ ଥିଲା ସେହି ତୈଳରେ ସେମାନେ ଯାଉଛନ୍ତି। ସେତେବେଳେ ଏ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ ତୈଳ ମାଗୁଛନ୍ତି, କିନ୍ତୁ ସେଠାରେ ସେମାନଙ୍କୁ ଉତ୍ତର ଦିଆହେଉଛି ଯେ ନା, ତମ ଆମ ପାଇଁ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ କିଣି ଆଣ। ଦେଖନ୍ତୁ, ମାଥ୍ୟୁ ପୁସ୍ତକ 7:7-8ରେ ଲେଖା ହେଇଛି, ମାଗ ସେଥିରେ ତୁମ୍ଭମାନଙ୍କୁ ଦିଆଯିବ। କିନ୍ତୁ ମାଥ୍ୟୁ ପୁସ୍ତକ 25 ଅଧ୍ୟାୟରେ ଯେତେବେଳେ ଆମେ ଦେଖିବା, ସେଠାରେ ଯେତେବେଳେ ତୈଳ ମଗାଉଛି, ଏମାନଙ୍କୁ ତୈଳ ଦିଆ ହେଉନାହିଁ। ଯେତେବେଳେ ଏମାନେ ତୈଳ କିଣିବା ପାଇଁ ଯାଉଛନ୍ତି ଆଉ ଫେରି ଆସିକି ଦେଖୁଛନ୍ତି ଯେ ଦ୍ୱାର ବନ୍ଦ ହେଇଛି, ସେତେବେଳେ ସେମାନେ ପ୍ରାର୍ଥନା କରୁଛନ୍ତି, ଦ୍ୱାରରେ ଆଘାତ କରି କହୁଛନ୍ତି, ଏ ପ୍ରଭୁ ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାଇ ଦିଅନ୍ତୁ। କିନ୍ତୁ ସେମାନଙ୍କୁ ଉତ୍ତର ଦିଆହେଉଛି ଯେ ତୁମ୍ଭେମାନେ କିଏ ମୁଁ ଜାଣେ ନାହିଁ। ଆଉ ସେମାନଙ୍କ ନିମନ୍ତେ ଦ୍ୱାର ଫିଟା ଯାଉ ନାହିଁ। କିନ୍ତୁ ମାଥ୍ୟୁ ପୁସ୍ତକରେ ଲେଖା ହେଇଛି 7 ଅଧ୍ୟାୟ 7-8ରେ, ଦ୍ୱାରରେ ଆଘାତ କଲେ ଦ୍ୱାର ଖୋଲାଯିବ। କିନ୍ତୁ ଯେତେବେଳେ 25 ଅଧ୍ୟାୟରେ ଆମେ ଦେଖିବା, ଏଠାରେ ଲେଖା ହେଇଛି 8-9 ପଦରେ ବା 10 ପଦରେ, ଆଉ ଯେତେବେଳେ ଏ 5 ନିର୍ବୁଦ୍ଧି କନ୍ୟାମାନେ ଦ୍ୱାର ଆଘାତ କରୁଛନ୍ତି, ପ୍ରଭୁ ଆମ ପାଇଁ ଦ୍ୱାର ଖୋଲ ବୋଲି, ସେତେବେଳେ ସେମାନଙ୍କୁ ଆଉ ଦ୍ୱାର ଖୋଲାଉ ନାହିଁ କି ସେମାନଙ୍କୁ ଭିତରକୁ ଯିବା ପାଇଁ ସୁଯୋଗ ମିଳୁନାହିଁ। ଏହା ଆମେ ଜାଣିବା ଦରକାର ଯେ ମାଗିବାର, ଖୋଜିବାର ବା ଦ୍ୱାରରେ ଆଘାତ କରିବାର ତାର ଗୋଟେ ସମୟ ଅଛି, ସମୟ ସନ୍ଧି ବା ଗୋଟେ ସୀମା ରହିଅଛି। ବର୍ତ୍ତମାନ ଆମେ ଅନୁଗ୍ରହ ଯୁଗରେ ବାସ କରୁଅଛୁ। ବର୍ତ୍ତମାନ ଯଦି ଆମେ ପ୍ରଭୁଙ୍କଠାରେ କିଛି ମାଗିବା ଆମେ ପାଇବା, ତାଙ୍କୁ ଯଦି ଖୋଜିବା ଆମେ ପାଇବା। ଯଦି ଆମେ ଦ୍ୱାରରେ ଆଘାତ କରିବା, ପ୍ରଭୁ ଆମ ପାଇଁ ଦ୍ୱାର ଖୋଲିଦେବେ। କାରଣ ଆମମାନଙ୍କ ପ୍ରଭୁ ଦୟାଳୁ ପରମେଶ୍ୱର ଅଟନ୍ତି। କିନ୍ତୁ ଶେଷ ସମୟରେ, ଶେଷ କାଳରେ ଯଦି ଆମେ ବର୍ତ୍ତମାନ ପ୍ରଭୁଙ୍କ ସହିତ ବିଶ୍ୱସ୍ତ ଭାବରେ ନ ରହି ବା ତାଙ୍କର ସେ ଦ୍ୱିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ନ ରହି ଯଦି ସେହି ସମୟରେ ପ୍ରସ୍ତୁତ ହେବା, ଆଉ ସେହି ସମୟରେ ଯଦି ଆମେ ଦ୍ୱାର ଫିଟାଇ ଦିଅ ବୋଲି ଯଦି ଆମେ ପ୍ରାର୍ଥନା କରିବା, ତାହେଲେ ଆମ୍ଭମାନଙ୍କ ନିମନ୍ତେ ଆଉ ଦ୍ୱାର ଫିଟାଯିବ ନାହିଁ କି ଖୋଲାଯିବ ନାହିଁ କି ଆମମାନଙ୍କୁ କିଛି ମଧ୍ୟ ଦିଆଯିବ ନାହିଁ। ଏଣୁ ପ୍ରଭୁ କହିଲେ, ଜାଗ୍ରତ ଥାଅ। ପ୍ରଭୁ କହିଲେ, ଏପରି ରାତ୍ରି ଆସୁଅଛି ଯେ କେହି ବି କିଛି କାର୍ଯ୍ୟ କରିପାରିବେ ନାହିଁ। ଏଥିପାଇଁ ଜ୍ୟୋତି ତୁମ୍ଭମାନଙ୍କଠାରେ ଥିବା ସମୟରେ ଜ୍ୟୋତିରେ ଗମନାଗମନ କର। ଆମମାନଙ୍କର ଜ୍ୟୋତି ହେଉଛି ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏଣୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କଠାରେ ଥିବା ସମୟରେ ତାଙ୍କ ସହିତ ଆମେ ବିଶ୍ୱସ୍ତ ଭାବରେ ରହିଲେ
ଯେତେବେଳେ ସେ ବିଶ୍ୱାସୀମାନଙ୍କୁ ନେବା ପାଇଁ ଆସିବେ ସେତେବେଳେ ସେହି ପ୍ରସ୍ତୁତ ଥିବା 5 ସୁବୁଦ୍ଧି କନ୍ୟାମାନଙ୍କ ସଦୃଶ ଆମକୁ ମଧ୍ୟ ଗ୍ରହଣ କରାଯିବ ଆଉ ବିବାହ ଉତ୍ସବରେ ଯୋଗଦାନ କରିବା ପାଇଁ ଆମେ ଯୋଗ୍ୟ ହୋଇପାରିବା। ଏଥିପାଇଁ ଆମେ ସବୁବେଳେ ପ୍ରଭୁଙ୍କୁ ମାଗିଲେ ଦେବ ଆଉ ଦ୍ୱାରରେ ଆଘାତ କଲେ ଆମ ପାଇଁ ଖୋଲିବେ ଏ ଆଶାରେ ରହିବା ଦରକାର ନାହିଁ। କିନ୍ତୁ ଯେପରିକି ଆମେ ଯେତେବେଳେ ପ୍ରଭୁଙ୍କ ନିକଟରେ ଠିଆ ହେବା ପାଇଁ ଇଚ୍ଛା କରୁ ସେତେବେଳେ ଯେପରି ଆମେ ଯୋଗ୍ୟ ହୋଇପାରିବା ଏଥି ନିମନ୍ତେ ବର୍ତ୍ତମାନ ଆମେ ପ୍ରସ୍ତୁତ ଜୀବନ କାଟିବା ଆମର କାର୍ଯ୍ୟ ବା ଆମର କର୍ତ୍ତବ୍ୟ। ଯଦି ଆମେ ପ୍ରସ୍ତୁତ ନଥାଇ ସେଇ ନିର୍ବୁଦ୍ଧି କନ୍ୟାମାନଙ୍କ ପରି ଯଦି ପରେ ଆମେ ଦ୍ୱାରରେ ଆଘାତ କରିବା ଆମ ପାଇଁ ମଧ୍ୟ ଆଉ ଦ୍ୱାର ଖୋଲାଯିବ ନାହିଁ, ଏହା ଜାଣିବା ଦରକାର। ଏଇଟା ହେଉଛି ଦୁଇଟି ସମୟକୁ ବୁଝାଏ। ବର୍ତ୍ତମାନ ଅନୁଗ୍ରହ ସମୟରେ ଆମେ ମାଗିଲେ ପାଇବା, କିନ୍ତୁ ଏ ଅନୁଗ୍ରହର ସମୟ ବା ଅନୁଗ୍ରହର ବର୍ଷ ଯେତେବେଳେ ସରିବ ସେତେବେଳେ ଆମେ ଆଉ କେତେ ଡାକିଲେ ବି ପ୍ରଭୁ ଶୁଣିବେ ନାହିଁ। ଏ ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କର ଗୌରବ ହେଉ। ଏତିକି କହିଲି। ସମସ୍ତଙ୍କୁ ମୋର ନମସ୍କାର।